ପୁଣି ଏକ ସୁନ୍ଦର ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟର ୟୁନିଟ୍ 4 ଟପିକଟି ହେଉଛି ପିଲାମାନେ ଇଂରେଜମାନଙ୍କ ବାଣିଜ୍ୟ ନୀତି, ଯାହାକି ତୁମର ବାର୍ଷିକ ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିଥାଏ। ପ୍ରଶ୍ନ କେମିତି ଆସିଥାଏ? ଇଂରେଜମାନଙ୍କର ବାଣିଜ୍ୟ ନୀତି ଭାରତରେ କିପରି ଥିଲା ବର୍ଣ୍ଣନା କର, ବା ସଂକ୍ଷିପ୍ତ ଟିପ୍ପଣୀ ଆସିବ ଇଂରେଜମାନଙ୍କ ବାଣିଜ୍ୟ ନୀତି। ତେଣୁକରି ପିଲାମାନେ ପରୀକ୍ଷା ଦୃଷ୍ଟିରୁ ଏହି ଇଂରେଜମାନଙ୍କ ବାଣିଜ୍ୟ ନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆହୁରି ପିଲାମାନେ, ଯଦି ଏହି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ, ଆହୁରି ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ଇଂରେଜମାନଙ୍କର ବାଣିଜ୍ୟିକ ନୀତି। ଭାରତକୁ ଜଳପଥ ଆବିଷ୍କାର କରିଥିଲେ ଭାସ୍କୋ ଡା ଗାମା 1498 ମସିହାରେ। ଭାରତକୁ ଜଳପଥ ଆବିଷ୍କାର ହେବା ପରେ ଭାରତକୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ବିଭିନ୍ନ ଦେଶର ଲୋକମାନେ ଆସିଥିଲେ, ଯେମିତିକି ପର୍ତ୍ତୁଗୀଜ, ଓଲନ୍ଦାଜ, ଫରାସୀ, ଇଂରେଜ ଇତ୍ୟାଦି ଦେଶର ଲୋକମାନେ ଭାରତକୁ ବାଣିଜ୍ୟ କାରବାର କରିବା ପାଇଁ ଆସିଥିଲେ। ଏହି ସମସ୍ତ ଦେଶଗୁଡ଼ିକ ୟୁରୋପୀୟ ଦେଶଗୁଡ଼ିକ ଥିଲେ ଏବଂ ଏହି ୟୁରୋପୀୟ ଦେଶ ବା ୟୁରୋପୀୟ ବାଣିଜ୍ୟ କମ୍ପାନୀମାନଙ୍କୁ ପରିଶେଷରେ ଇଂରେଜମାନେ ପରାସ୍ତ କରିଦେଇଥିଲେ। ଯେମିତି ଇଂରେଜମାନେ ପରାସ୍ତ କରିଥିଲେ ପର୍ତ୍ତୁଗୀଜମାନଙ୍କୁ, ଓଲନ୍ଦାଜମାନଙ୍କୁ, ଫରାସୀମାନଙ୍କୁ, ଏବଂ ସେମାନେ ଭାରତରେ ଏକଚାଟିଆ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିଦେଇଥିଲେ। 1600 ମସିହାରୁ 1757 ମସିହା ପର୍ଯ୍ୟନ୍ତ ଇଷ୍ଟ ଇଣ୍ଡିଆ କମ୍ପାନୀ ବାଣିଜ୍ୟିକ ସଂଗଠନ ରୂପେ ଭାରତରେ କାର୍ଯ୍ୟ କରିଥିଲା ଏବଂ ଭାରତରେ ସେହି ଇଷ୍ଟ ଇଣ୍ଡିଆ କମ୍ପାନୀ ବିକ୍ରି କରୁଥିଲା ଭାରତରେ ଅନୁପଲବ୍ଧ ବସ୍ତୁ ଓ ଭାରତରେ ଅନୁପଲବ୍ଧ ହେଉଥିବା ମୂଲ୍ୟବାନ ସାମଗ୍ରୀକୁ। ଏବଂ ସେହି ସମୟରେ ଭାରତରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଆମଦାନୀ କରିକି ନେଇକି ଯାଉଥିଲା ଭାରତର ଲୁଗାପଟା, ମସଲା, ଚମଡ଼ା, ନୀଳ, ଘର ସାମଗ୍ରୀ, ଶିଙ୍ଗ ଇତ୍ୟାଦି। ଏବଂ ଏହି ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ବହୁତ କମ୍ ଦାମରେ ଏହି ଲୁଗାପଟା, ମସଲା, ଚମଡ଼ା, ନୀଳ, ଘର ସାମଗ୍ରୀ, ଶିଙ୍ଗ ଇତ୍ୟାଦି କିଣିକି ଭାରତରୁ ୟୁରୋପକୁ ନେଇକି ଯାଉଥିଲେ ଏବଂ ସେହି ଦ୍ରବ୍ୟଗୁଡ଼ିକୁ ୟୁରୋପରେ ବା ବିଦେଶରେ ଅଧିକ ଦାମରେ ବିକ୍ରି କରି ଲାଭବାନ ହେଉଥିଲେ। ଏବଂ ଏହି ଇଷ୍ଟ ଇଣ୍ଡିଆ କମ୍ପାନୀର ବଣିକମାନେ ଭାରତରେ ୟୁରୋପରୁ ସାମଗ୍ରୀ ଆଣିକି ବିକ୍ରି କରୁଥିଲେ। ଭାରତରେ ଏହି ଇଷ୍ଟ ଇଣ୍ଡିଆ କମ୍ପାନୀ ସେହି ସାମଗ୍ରୀ ଗୁଡ଼ିକ କାହାକୁ ବିକ୍ରି କରୁଥିଲେ? ଦେଖ ପିଲାମାନେ, ଭାରତରେ ବିକ୍ରି କରୁଥିଲେ ସାମନ୍ତମାନଙ୍କୁ, ଜମିଦାରମାନଙ୍କୁ, ରାଜାମାନଙ୍କୁ, ମହାରାଜାମାନଙ୍କୁ ଏବଂ ନବାବମାନଙ୍କୁ। ଭାରତର ସ୍ଥାନୀୟ ଶାସକମାନେ ଇଂରେଜମାନଙ୍କୁ ବାଣିଜ୍ୟ କେନ୍ଦ୍ର ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିବା ସହିତ ଇଂରେଜମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ। ଏହି ସମୟରେ ବ୍ରିଟେନରେ ଭାରତୀୟ ବସ୍ତ୍ରର ଚାହିଦା ଅଧିକ ଥିଲା। ପିଲାମାନେ, ବ୍ରିଟେନର ଲୋକମାନେ ମୋଟା ବସ୍ତ୍ର ବଦଳରେ ଭାରତରୁ ତିଆରି ହେଉଥିବା ହାଲୁକା ବସ୍ତ୍ର ପିନ୍ଧିବାକୁ ପସନ୍ଦ କରୁଥିଲେ। 1720 ମସିହାରେ ରଙ୍ଗୀନ ଓ ଛାପା ବସ୍ତ୍ର ବ୍ୟବହାର ବନ୍ଦ କରିଦେଲେ ଇଂରେଜମାନେ ଏବଂ ସାଧା ବସ୍ତ୍ର ଉପରେ ଇଂରେଜମାନେ ଭାରି ମହାଶୁଳ୍କ ଆଦାୟ କଲେ ଏବଂ ଏହି ସାଧା ବସ୍ତ୍ର ଭାରତରୁ ୟୁରୋପ ତଥା ଇଂଲଣ୍ଡକୁ ରପ୍ତାନି ହେଉଥିଲା। ଏହି ସାଧା ବସ୍ତ୍ର ଉପରେ ଭାରି ମହାଶୁଳ୍କ ଆଦାୟ ହେବା ଦ୍ୱାରା ଭାରତ ଆଉ ସାଧା ବସ୍ତ୍ର ରପ୍ତାନି କରିପାରିଲା ନାହିଁ। ୟୁରୋପୀୟ ଦେଶମାନଙ୍କରେ
ଭାରତୀୟ ବସ୍ତ୍ର ଆମଦାନୀକୁ ଏହି ଇଂରେଜମାନେ ନିଷେଧ କରିଦେଲେ, ଯଦ୍ୱାରା ଭାରତ ୟୁରୋପୀୟ ଦେଶମାନଙ୍କୁ ଆଉ ବସ୍ତ୍ର ରପ୍ତାନି କରିପାରିଲା ନାହିଁ। ତା ସହିତ ପିଲାମାନେ ଭାରି ଆମଦାନୀ ଶୁଳ୍କ ଇଂରେଜମାନେ ଲାଗୁ କରାଇଲେ, ଯଦ୍ୱାରା ଭାରତ ଆଉ ୟୁରୋପ ବା ଇଂଲଣ୍ଡକୁ ବସ୍ତ୍ର ବା ବସ୍ତୁଗୁଡ଼ିକ ରପ୍ତାନି କରିପାରିଲା ନାହିଁ। 1757 ମସିହାରୁ 1764 ମସିହା ମଧ୍ୟରେ ଇଂରେଜମାନେ ଭାରତର ଅର୍ଥନୈତିକ ଓ ରାଜନୈତିକ କ୍ଷମତାକୁ ଏକଚାଟିଆ ବ୍ୟବହାର କରିବା ଆରମ୍ଭ କରିଦେଲେ। ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜର ବାଣିଜ୍ୟ ବୃଦ୍ଧି ପାଇଁ ଭାରତର ଅର୍ଥନୈତିକ କ୍ଷମତାକୁ ତ ନିଜ ହାତରେ ନେଇ ସାରିଥିଲା, ପରେ ସେ ରାଜନୈତିକ କ୍ଷମତାକୁ ମଧ୍ୟ ବ୍ୟବହାର କଲେ। ଭାରତୀୟ ସାମଗ୍ରୀକୁ ୟୁରୋପକୁ ରପ୍ତାନି କରିବା ପାଇଁ ମୁଖ୍ୟତଃ ପୁଞ୍ଜିର ଆବଶ୍ୟକ ହେଉଥିଲା ଏବଂ ଏହି ଭାରତୀୟ ସାମଗ୍ରୀ ରପ୍ତାନି ପାଇଁ ପୁଞ୍ଜି ସେମାନେ କେଉଁଠୁ ଆଣୁଥିଲେ? ଦେଖ ପିଲାମାନେ, ପୁଞ୍ଜି ସେମାନେ ବଙ୍ଗର ବା ବେଙ୍ଗଲର ଯେଉଁ ରାଜସ୍ୱ ଆଦାୟ ହେଉଥିଲା ତାକୁ ବିନିଯୋଗ କରୁଥିଲେ। ମୋଟାମୋଟି ଭାବରେ କହିବାକୁ ଗଲେ ପିଲାମାନେ, ଭାରତୀୟ ବସ୍ତୁକୁ ୟୁରୋପ ବା ଇଂଲଣ୍ଡକୁ ରପ୍ତାନି କରାଯାଉଥିଲା ଭାରତୀୟମାନଙ୍କ କର ଆଦାୟ ବା ରାଜସ୍ୱ ପଇସାରେ। ସେହି ସମୟରେ ଯେଉଁ ଭାରତୀୟ ବୁଣାକାରମାନେ ଥିଲେ ସେମାନଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା, ତେଣୁକରି ସେମାନେ ଶସ୍ତାରେ ସାମଗ୍ରୀ ବିକ୍ରି କରିଦେଉଥିଲେ। ଇଂରେଜମାନେ କେବଳ କମ୍ପାନୀକୁ ସାମଗ୍ରୀ ବିକ୍ରି କରିବା ପାଇଁ ଭାରତୀୟମାନଙ୍କୁ ବାଧ୍ୟ କରିଦେଇଥିଲେ। ଆହୁରି କ'ଣ ବାଧ୍ୟ କରିଥିଲେ ଇଂରେଜମାନେ? ଦେଖ ପିଲାମାନେ, କମ୍ ମଜୁରୀରେ କାମ କରିବାକୁ ଭାରତୀୟମାନଙ୍କୁ ମଧ୍ୟ ସେମାନେ ବାଧ୍ୟ କରିଦେଇଥିଲେ। କଞ୍ଚାମାଲ ତୁଳା ଉପରେ ମଧ୍ୟ ଇଂରେଜମାନଙ୍କର ଏକଚାଟିଆ ଅଧିକାର ଥିଲା। ଯେହେତୁ କଞ୍ଚାମାଲ ତୁଳା ଉପରେ ଇଂରେଜମାନଙ୍କର ଏକଚାଟିଆ ଅଧିକାର ଥିଲା ପିଲାମାନେ, ଏହି ଇଂରେଜମାନେ ବା ବ୍ରିଟିଶମାନେ ଏହି ତୁଳା ଉପରେ ମନ ଇଚ୍ଛା ଦର ନିର୍ଦ୍ଧାରଣ କରି ଏହି ତୁଳାକୁ କିଣିଲେ। 1813 ମସିହାରେ ହସ୍ତଶିଳ୍ପକୁ ପ୍ରଚଣ୍ଡ ଧକ୍କା ଲାଗିଲା। 1750-51 ମସିହାରେ ଭାରତରୁ ଇଂଲଣ୍ଡକୁ ମୋଟ ରପ୍ତାନି ମୂଲ୍ୟ ଥିଲା ପିଲାମାନେ 15 ଲକ୍ଷ ପାଉଣ୍ଡ, ଯାହାକି 1797-98 ମସିହାରେ ବୃଦ୍ଧି ପାଇଯାଇଥିଲା 580 ଲକ୍ଷ ପାଉଣ୍ଡକୁ। ଭାରତର ବାଣିଜ୍ୟ କାରବାର ବଢ଼ିଥିଲା ପିଲାମାନେ। 15 ଲକ୍ଷ ପାଉଣ୍ଡରୁ 580 ଲକ୍ଷ ପାଉଣ୍ଡ ରପ୍ତାନି ହୋଇଥିଲା, କିନ୍ତୁ ଲାଭବାନ ଭାରତୀୟମାନେ ନ ହୋଇକି ଇଂରେଜମାନେ ହୋଇଥିଲେ। ଭାରତୀୟ ବୁଣାକାର ତଥା ଅନ୍ୟ ଦ୍ରବ୍ୟ ଉତ୍ପାଦକମାନେ ଇଂରେଜମାନଙ୍କଠାରୁ କୌଣସି ସୁବିଧା ପାଇଲେ ନାହିଁ ବା ଇଂରେଜମାନେ ଭାରତୀୟ ବୁଣାକାର ଓ ଅନ୍ୟ ବସ୍ତୁ ଉତ୍ପାଦକମାନଙ୍କୁ କୌଣସି ସୁବିଧା ଦେଲେ ନାହିଁ। ଭାରତକୁ ଇଂରେଜମାନେ ଇଂଲଣ୍ଡର ବଜାର ରୂପେ ବ୍ୟବହାର କଲେ ଏବଂ ସେହି ସମୟରେ ଭାରତ ପୂର୍ବରୁ ଯେଉଁ ଇଂଲଣ୍ଡରେ ତା'ର ବଜାର ସୃଷ୍ଟି କରିଥିଲା, ଭାରତ ଇଂଲଣ୍ଡର ତା'ର ବଜାର ହରାଇଲା। ଭାରତୀୟ ଚିନି ଉପରେ ଇଂରେଜମାନେ 3 ଗୁଣରୁ ଅଧିକ ଉତ୍ପାଦନ ଶୁଳ୍କ ଲାଗୁ କଲେ, ଯଦ୍ୱାରା ଚିନିର ଉତ୍ପାଦନର ପରିମାଣ ଭାରତରେ ହ୍ରାସ ହୋଇଗଲା। 1813 ମସିହା ପରେ ବ୍ରିଟିଶ ବାଣିଜ୍ୟ ନୀତି ଲାଗୁ ହେଲା ଏବଂ 1813 ମସିହା ପରେ ଯେଉଁ ବ୍ରିଟିଶ ବାଣିଜ୍ୟ ନୀତି ଲାଗୁ ହେଲା, ସେହି ବ୍ରିଟିଶ ବାଣିଜ୍ୟ ନୀତି ବ୍ରିଟିଶ ଶିଳ୍ପର ଚାହିଦା ବୃଦ୍ଧି କଲା। ସେହି 1813 ମସିହା ପରେ ବ୍ରିଟିଶ ବାଣିଜ୍ୟ ନୀତି ଭାରତର ବାଣିଜ୍ୟର ବୃଦ୍ଧି ପାଇଁ
କୌଣସି ନିୟମ ବା ପଦକ୍ଷେପ ନେଇନଥିଲା। ଇଷ୍ଟ ଇଣ୍ଡିଆ କମ୍ପାନୀର ଲକ୍ଷ୍ୟ ଥିଲା ପିଲାମାନେ ବା ଇଂରେଜମାନଙ୍କର ଲକ୍ଷ୍ୟ ଥିଲା ଭାରତକୁ କଞ୍ଚାମାଲ ଯୋଗାଣକାରୀ ଉପନିବେଶରେ ପରିଣତ କରିବା। ଏଇଟା ଥିଲା ତାଙ୍କର ପ୍ରଥମ ଲକ୍ଷ୍ୟ। ତା ସହିତ ତାଙ୍କର ଦ୍ୱିତୀୟ ଲକ୍ଷ୍ୟ ଥିଲା ବ୍ରିଟିଶ ସାମଗ୍ରୀର ବିକ୍ରି ପାଇଁ ଭାରତକୁ ବଜାର ରୂପେ ରୂପାନ୍ତରିତ କରିବା ବା ବଜାର ରୂପେ ପରିଣତ କରିବା। ପିଲାମାନେ ଆଜିର ଏହି ଭିଡ଼ିଓରେ ଆମେ ଜାଣିଲେ ଇଂରେଜମାନଙ୍କ ବାଣିଜ୍ୟ ନୀତି ବିଷୟରେ, ଯାହାକି ତୁମର +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରି ସବଜେକ୍ଟରେ ବାର୍ଷିକ ପରୀକ୍ଷାରେ 3 ମାର୍କର ପ୍ରଶ୍ନ ଆସିଥାଏ। ପିଲାମାନେ ଏହି ଭିଡ଼ିଓଟିକୁ ଅତି କମ୍ରେ 2ରୁ 3 ଥର ଦେଖିବ, ଯଦ୍ୱାରା ପିଲାମାନେ ଆହୁରି ଏହି ଇଂରେଜମାନଙ୍କ ବାଣିଜ୍ୟ ନୀତି ସହଜ ଲାଗିବ। ଆଉ ପରୀକ୍ଷାରେ ଯଦି ପ୍ରଶ୍ନ ଆସିବ ପିଲାମାନେ ବହୁତ ସୁନ୍ଦର ଭାବରେ ତାର ଉତ୍ତର ଲେଖିକି ଆସିପାରିବ ପିଲାମାନେ।